ତପସ୍ୱିନୀର ପତ୍ର କବି ସ୍ୱଭାବ କବି ଗଙ୍ଗାଧର ମେହେର। କବି ଜନ୍ମଗ୍ରହଣ କରିଛନ୍ତି 1862 ମସିହା ଶ୍ରାବଣ ପୂର୍ଣ୍ଣିମା ଦିନ ଏବଂ ମୃତ୍ୟୁବରଣ କରିଛନ୍ତି 1924 ମସିହା ଏପ୍ରିଲ 24 ତାରିଖ ଦିନ। ଜନ୍ମସ୍ଥାନ ହେଉଛି ବରଗଡ଼ ଜିଲ୍ଲାର ବରପାଲି ଠାରେ। ଆଜି ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଖ ନମ୍ବର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଖ ନମ୍ବର, ଏକ ନମ୍ବର ପ୍ରଶ୍ନ, ତପସ୍ୱୀ କିଏ? ତପସ୍ୱୀ ହେଉଛନ୍ତି ସତୀ ସୀତା। 2 ନମ୍ବର ପ୍ରଶ୍ନ, ତପସ୍ୱିନୀର ପତ୍ର କାହା ଉଦ୍ଦେଶ୍ୟରେ ଲିଖିତ? ନା ତପସ୍ୱିନୀର ପତ୍ର ପ୍ରଭୁ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲିଖିତ ହୋଇଛି। କ୍ୱେଶ୍ଚିନ୍ ନମ୍ବର 3, ଶରଣାବତ୍ସଳ ବୋଲି କବି କାହାକୁ କହିଛନ୍ତି? ନା ଶରଣାଗତ ନିଜର ସନ୍ତାନ ପରି ସ୍ନେହ ପ୍ରଦାନ କରୁଥିବାରୁ ପ୍ରଭୁ ରାମଚନ୍ଦ୍ରଙ୍କୁ କବି ଏଠାରେ ଶରଣାବତ୍ସଳ ବୋଲି କହିଛନ୍ତି। ଦୁଃଖଗିରିର ବଜ୍ର କିଏ? ନା ଦୁଃଖଗିରିର ବଜ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ଦୁଃଖଗିରିର ବଜ୍ର ଅଟନ୍ତି। ଦୀନ ଭିକାରୁଣୀ ବୋଲି କାହାକୁ କୁହାଯାଏ? ନା ନିର୍ବାସିତା ସତୀ ସୀତାଙ୍କୁ ଦୀନ ଭିକାରୁଣୀ ବୋଲି କୁହାଯାଇଛି। ରାଜା ରାଜେଶ୍ୱର କିଏ? ନା ରାଜା ରାଜେଶ୍ୱର ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର। ମହାଯଜ୍ଞରେ କିଏ ଦୀକ୍ଷିତ ହୋଇଥିବେ ବୋଲି କୁହାଯାଇଛି? ନା ମହାଯଜ୍ଞରେ ପ୍ରଭୁ ରାମଚନ୍ଦ୍ର ଦୀକ୍ଷିତ ହୋଇଥିବେ ବୋଲି କୁହାଯାଇଛି। ନବବାମା ବୋଲି କାହାକୁ କୁହାଯାଇଛି? ନା ରାମଙ୍କ ନବବିବାହିତା ଦ୍ୱିତୀୟା ପତ୍ନୀଙ୍କୁ ନବବାମା ବୋଲି କୁହାଯାଇଛି। ଯଜ୍ଞ କାଳରେ ମହାରାଜାଙ୍କ ବାମ ଭାଗରେ କିଏ ସଭା ପାଉଥିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି? ନା ଯଜ୍ଞ କାଳରେ ମହାରାଜାଙ୍କ ବାମ ଭାଗରେ ତାଙ୍କ ନବବିବାହିତା ଦ୍ୱିତୀୟ ପତ୍ନୀ ସଭା ପାଉଥିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି। ଯଜ୍ଞ କାଳରେ ମହାରାଜା ବାମ ଭାଗରେ ନବବିବାହିତା ଦ୍ୱିତୀୟ ପତ୍ନୀ ସଭା ପାଉଥିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି। ଯଜ୍ଞ କାଳରେ ରାମଚନ୍ଦ୍ରଙ୍କର ସଦ୍ଗୁଣ କାହିଁକି ବଢ଼ି ଯାଉଥିବ? ନା ନବବଧୂକୁ ସଦ୍ଗୁଣରେ ମୁଗ୍ଧ କରିବା ପାଇଁ ସଦ୍ଗୁଣର ଅଧିକାରୀ ରାମଚନ୍ଦ୍ରଙ୍କ ଅନେକ ମହତ କାର୍ଯ୍ୟ କରୁଥିବେ, ସେଥିପାଇଁ ତାଙ୍କର ସଦ୍ଗୁଣ ବଢ଼ି ଯାଉଥିବ। କିଏ ମୁଗ୍ଧ ହେବ ବୋଲି ସୀତା ଭାବିଛନ୍ତି? ମୁଗ୍ଧ ହେବ ବୋଲି ସୀତା ଭାବିଛନ୍ତି। ମୁଗ୍ଧବଧୂ କିଏ? ନା ନବବିବାହିତା ଦ୍ୱିତୀୟ ପତ୍ନୀ। ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର କ'ଣ ପ୍ରଦାନ କରୁଥିବେ? ନା ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର ଅମାପ ଧନ ରତ୍ନ ଓ ପାଟବସ୍ତ୍ରମାନ ଦାନ କରୁଥିବେ ବା ପ୍ରଦାନ କରୁଥିବେ। ଦାନ ବାରିଧି ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି? ରାମଚନ୍ଦ୍ର ହେଉଛନ୍ତି ଦୟାଳୁ ପୁରୁଷ, ସେ ହେଉଛନ୍ତି ଦୟାର ବାରିଧି। ସେ ରାମଚନ୍ଦ୍ରଙ୍କୁ ଦାନ ବାରିଧି ବୋଲି ସମ୍ବୋଧନ କରିଛନ୍ତି। ତପସ୍ୱୀମାନଙ୍କର ଅଶାନ୍ତି ନାଶକ କିଏ? ନା ତପସ୍ୱୀମାନଙ୍କର ଅଶାନ୍ତି ନାଶକ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର। ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ହେଉଛନ୍ତି ତପସ୍ୱୀମାନଙ୍କର ଅଶାନ୍ତି ନାଶକ। କେଉଁମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦେୟ ନଥିଲା? ତାପସମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦେୟ ନଥିଲା। ମୋତେ ନ କରିବ ହେହ କେଉଁ ପ୍ରସଙ୍ଗରେ କୁହାଯାଇଛି? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ମୁନି ଋଷିଙ୍କୁ ଦାନ କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ସର୍ବଦା ମୁକ୍ତ ହସ। ସେହିପରି ସୀତା ହେଉଛନ୍ତି ଜଣେ ତପସ୍ୱିନୀ ଏବଂ ତାଙ୍କର ଭିକ୍ଷାକୁ ପୂରଣ କରିବା ପାଇଁ ରାମଚନ୍ଦ୍ର ହେୟନ ମନେ ନ କରିବେ ନାହିଁ ବୋଲି ସେ ଆଶ ପୋଷଣ କରିଛନ୍ତି। ଜନତା ଭକ୍ତି ସହକାରେ କାହାକୁ ଦେଖୁଥିବେ? ଜନତା ଭକ୍ତିପୂତ ଭାବରେ ରାମଙ୍କ ବାମାଙ୍ଗରେ ନବପରିଣୀତା ଦ୍ୱିତୀୟ ପତ୍ନୀଙ୍କୁ ଦର୍ଶନ କରି ଆନନ୍ଦିତ ହେଉଥିବେ। ସୀତା ରାମଚନ୍ଦ୍ରଙ୍କୁ କ'ଣ ଜଣାଇ ଦେବାକୁ ଲେଖିଥିଲେ? ସୀତା ରାମଚନ୍ଦ୍ରଙ୍କ ପାଖରୁ ଜାଣିବା ପାଇଁ ଚାହିଁଛନ୍ତି ଯେ ନବବିବାହିତା ମହିମାମୟୀ ନାରୀଟି କେଉଁ ପ୍ରକାରର ତପ ଆଚରଣ କରିଥିଲା ଓ କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ କରିଥିଲା, ତାହା ଜାଣିବା ପାଇଁ ଲେଖିଥିଲେ। ଅତ୍ୟନ୍ତ ଅବୋଧ ବୋଲି ସୀତା କାହାକୁ କହିଛନ୍ତି? ନା ଅତ୍ୟନ୍ତ ଅବୋଧ ବୋଲି ସୀତା କହିଛନ୍ତି ବାଲ୍ମୀକି ଆଶ୍ରମରେ ଜନ୍ମ ନେଇଥିବା ଯମଜ ସନ୍ତାନ ଲବ ଓ କୁଶ ଅତ୍ୟନ୍ତ ଅବୋଧ ଶିଶୁ ବୋଲି ସୀତା କହିଛନ୍ତି। ସୀତାଙ୍କ ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କୁହାଯାଇଛି? ସୀତାଙ୍କର ପୁତ୍ରମାନଙ୍କର ଜନ୍ମ କାଳରୁ ପିତାଙ୍କ କୋଳରେ ବସିବାର ସୌଭାଗ୍ୟ ସେମାନଙ୍କର ନାହିଁ। ପିତାଙ୍କର ସ୍ନେହ ଶ୍ରଦ୍ଧାରୁ ମଧ୍ୟ ସେମାନେ ଅତ୍ୟନ୍ତ ନିଷ୍ଠୁର ଭାବେ ବଞ୍ଚିତ। ସୀତାଙ୍କ ପୁତ୍ରମାନେ କିପରି ଜନନୀର ଜୀବନ କନ୍ଦାଉଥିଲେ? ବାଲ୍ମୀକି ବିଚରିତ ରାମାୟଣକୁ ପୁତ୍ରଦ୍ୱୟ ବୀଣା କଣ୍ଠରେ ବୀଣା ସାହାଯ୍ୟରେ ଗାନ କରି ଜନନୀର ଜୀବନ କନ୍ଦାଉଥିଲେ। ସୀତାଙ୍କ ପୁତ୍ରମାନେ କେଉଁ ବାଦ୍ୟ ସହାୟତାରେ ରାମାୟଣ ଗାନ କରୁଥିଲେ? ନା ସୀତାଙ୍କ ପୁତ୍ରମାନେ ବୀଣା ଯନ୍ତ୍ର ସହାୟତାରେ ରାମାୟଣ ଗାନ କରୁଥିଲେ। ତରୁଲତା କ'ଣ ଶୁଣି ଅଥୟ ହୁଅନ୍ତି ବୋଲି ସୀତା ଲେଖିଛନ୍ତି?
ରାମାୟଣ କାହାଣୀ ହିଁ ସୀତାଙ୍କର ଜୀବନର କରୁଣ କାହାଣୀ ଥିଲା। ସେହି ଅଭୁଲା ଅଧ୍ୟାୟଗୁଡ଼ିକ ଶୁଣି ସୀତା ଦଗ୍ଧୀଭୂତ ହୁଅନ୍ତି। ସେହି କରୁଣ ପରିବେଶ ବ୍ୟକ୍ତିର ଆଖିକୁ ଅଶ୍ରୁସିକ୍ତ କରେ। ସେହି ଦୁଃଖରେ ବୃକ୍ଷଲତା ସମଗ୍ର ବନ ପ୍ରକୃତି ଅଥୟ ହୁଅନ୍ତି ବୋଲି ଲେଖିଛନ୍ତି। ଶିଶୁପୁତ୍ର ଦ୍ୱୟ କାହା ସହିତ ଅଯୋଧ୍ୟା ଯାଇଥିଲେ? ନା, ଶିଶୁପୁତ୍ର ଦ୍ୱୟ ବାଲ୍ମୀକି ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ। କେଉଁଥିରେ ମୁଗ୍ଧ ହୋଇ ସୀତାଙ୍କ ଶିଶୁପୁତ୍ର ଦ୍ୱୟ ମହର୍ଷି ସହିତ ଯାଇଥିଲେ? ରାମାୟଣରେ ବର୍ଣ୍ଣିତ ରାମଚନ୍ଦ୍ରଙ୍କର ଖ୍ୟାତି ଓ ବୀରତ୍ୱରେ ମୁଗ୍ଧ ହୋଇ ଲବ ଓ କୁଶ ବାଲ୍ମୀକି ମହର୍ଷିଙ୍କ ସହିତ ଯାଉଥିଲେ। ସୀତାଙ୍କ ଶିଶୁପୁତ୍ର ଦ୍ୱୟଙ୍କ ମନ କ'ଣ ପାଇଁ ଆକର୍ଷିତ ହେଉଥିଲା? ପରମ ପୁରୁଷ ରାମଚନ୍ଦ୍ରଙ୍କ ଅଶେଷ ଖ୍ୟାତି, ଯଶ, ବୀରତ୍ୱ ତଥା ଗାରିମାରେ ସ୍ୱତଃ ଆକର୍ଷିତ ହୋଇଯାଇଛନ୍ତି। ରକ୍ତର ଚୁମ୍ବକୀୟ ଶକ୍ତିରେ ରାମଚନ୍ଦ୍ରଙ୍କର ପଦପଙ୍କଜ ଦର୍ଶନ କରିବା ପାଇଁ ସେମାନେ ଉତ୍କଣ୍ଠିତ ଥିଲେ। ସୀତାଙ୍କ ହୃଦୟ କେଉଁଥିରେ ହାଣି ହୋଇଯାଉଥିଲା? ରାମାୟଣରେ ବର୍ଣ୍ଣିତ ରାମ ସୀତାଙ୍କ ଦୁଃଖଦ ଜୀବନର ଅଶ୍ରୁଳ କାହାଣୀ ଶୁଣି ହୃଦୟ ହାଣି ହୋଇଯାଉଥିଲା। ବୈଦେହୀର ସ୍ମୃତି କିପରି ମନେ ପଡ଼ିବ ବୋଲି ସୀତା ଲେଖିଛନ୍ତି? ବାଲ୍ମୀକି ରଚିତ ରାମାୟଣକୁ ଲବ ଓ କୁଶଙ୍କଠାରୁ ଶ୍ରବଣ କଲେ ସ୍ମୃତି ମନେ ପଡ଼ିବା କଥା ସୀତା ଲେଖିଛନ୍ତି। କାହିଁକି ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ ସ୍ୱପ୍ନ ପରି ମନେ କରିବେ? ବୀଣା ଜିଣା କଣ୍ଠରେ ଲବ କୁଶଠାରୁ ରାମାୟଣ ଶ୍ରବଣ କରି ରାମଚନ୍ଦ୍ର ଯଦି ବୈଦେହୀଙ୍କର ସ୍ମୃତିରେ ବ୍ୟଥିତ ହୁଅନ୍ତି, ତେବେ ନବବଧୂର ସୌନ୍ଦର୍ଯ୍ୟମୟୀ ମୁଖ ଦର୍ଶନ କରି ସେ ସ୍ୱପ୍ନ ପରି ଭୁଲିଯିବେ ଦୁଃଖିନୀ ବୈଦେହୀଙ୍କୁ। ହୃଦୟ ବିକଳରେ ପତ୍ର ଲେଖୁଥିବା ବେଳେ ପତ୍ରଟି କାହା ଦ୍ୱାରା ଧୋଇ ହୋଇଯାଉଥିଲା? ନା, ହୃଦୟ ବିକଳରେ ପତ୍ର ଲେଖୁଥିବା ବେଳେ ପତ୍ରଟି ଅଶ୍ରୁ ସଜ୍ଜଳ ଭାବବେଗରୁ ଆଖି ଲୁହରେ ପତ୍ର ଧୋଇ ହୋଇଯାଉଥିଲା। କାହାକୁ ଦେଖି ସୀତାଙ୍କ ପତ୍ର ଲିଖନ ବନ୍ଦ ହୋଇଗଲା? ନା, ଲବକୁଶଙ୍କୁ ଦେଖି ସତୀ ସୀତାଙ୍କ ପତ୍ର ଲିଖନ ବନ୍ଦ ହୋଇଯାଉଥିଲା। ଆମର ଏବେ ଅଛି 2 ନମ୍ବର ପ୍ରଶ୍ନ ଲେଖାଲେଖକଙ୍କ ପାଇଁ। ଆମେ ନେକ୍ସଟ ଭିଡ଼ିଓରେ ଏହା ଡିସ୍କସନ୍ କରିବା। ଯଦି ଏହାର PDF ଏଇ ଆନ୍ସର୍ PDF ତୁମକୁ ଦରକାର ତାହେଲେ କମେଣ୍ଟରେ କମେଣ୍ଟ କର। ମୁଁ PDF ଡେସ୍କ୍ରିପ୍ସନରେ ଦେଇଦେବି। ଯଦି କମେଣ୍ଟ କରୁଛ ହେଲେ ମୁଁ ଏଇ PDFଟି ଡେସ୍କ୍ରିପ୍ସନରେ ଦେଇଦେବି। ଆଗକୁ ଏଇଭଳି ଭିଡ଼ିଓ ଆସିବ। ନେକ୍ସଟ